गोटे जंगल रे गोटे बिलुआ खाइबाकू न पाई एणे तेणे बुलुथिला। गोटे उपाय पांचिला केमिति सी खाद्य पाई ताकू खोजिबाकू पड़िबनी ओ 20-22 दिन सी आराम रे चलिबो एहा भाबी भाबी से एक पोखरी पाखरे पहुँचिला। पोखरी को देखिला बेले गोटे बड्ड कुंभीर ताहार 50टा खंडे छुआ हेबे। से कुंभीर से खरारे जाइकी खरा खाउथिला। ଆଉ ବିଲୁଆ ପଚାରିଲା, କୁମ୍ଭୀର ଭଉଣୀ ତୁମେ ଏଠି କ'ଣ କରୁଛ? ସେ କହିଲା, ମୋତେ ଭାରି ଶୀତ ଲାଗୁଛି ତ ମୁଁ ଖରାରେ ବସିଛି। କହିଲା, ତମର କେତେଟା ଛୁଆ? ନା ମୋର 50ଟି ଛୁଆ। ନା ତମ ଛୁଆମାନେ ପାଠ ପଢ଼ୁଛନ୍ତି? ନା ମୋ ଛୁଆମାନେ କେଉଁଠି ସ୍କୁଲ ମୁଁ ତ ଦେଖିନି, ପାଠ ପଢ଼ିବାକୁ କେମିତି ଛାଡ଼ିବି? ଏହା ଶୁଣି ବିଲୁଆ କହିଲା, ତୁମେ ଜାଣିଛ ମୁଁ କ'ଣ କରେ? ବଣ ରାଇଜରେ ଯେତେ ପଶୁ ପକ୍ଷୀ ସମସ୍ତଙ୍କୁ ମୁଁ ପାଠ ପଢ଼ାଏ। ମୋତେ ସମସ୍ତେ ଚିହ୍ନିଛନ୍ତି। ଆଉ ତୁମ ଛୁଆ ଚାହିଁଲେ ବି ମୋ ପାଖରେ ପଢ଼ିପାରିବେ। ଏହା ଶୁଣି କୁମ୍ଭୀର କହିଲା, ହଉ ତମେ ଯଦି ଚାହିଁବ ମୋ ଛୁଆଙ୍କୁ ପଢ଼େଇ ପାରିବ। କୁମ୍ଭୀର ଛୁଆମାନଙ୍କୁ ନେଇ ତା ସାଙ୍ଗରେ ଗଲା। ତାଙ୍କୁ ନେଇ ଗୋଟେ ଗୁମ୍ଫାରେ ରଖିଦେଲା ଓ ପ୍ରତିଦିନ ମାରିକରି ଗୋଟେ ଗୋଟେ ଖାଇଲା। ଏପରି 20 ଦିନ ସରିଗଲା। ବିଲୁଆ ତାପରେ ଭାବିଲା, ତା ମା ତ ଅଛି, ତାକୁ କିପରି ଖାଇବି? ତାକୁ ଯାଇକି କହିଲା, ତମେ ତମ ଛୁଆମାନଙ୍କୁ ପାଠ ପଢ଼ିବାକୁ ଛାଡ଼ିଛ, ସେମାନେ କିପରି ପଢ଼ୁଛନ୍ତି, ଭଲ ପଢ଼ୁଛନ୍ତି କି ପଢ଼ୁନାହାନ୍ତି ତମେ କେମିତି ଜାଣିବ? ଚାଲ ତାଙ୍କୁ ଦେଖିକି ଆସିବାକୁ, ମା ହୋଇ ଛୁଆକୁ ଦେଖିକି ଆସିବାକୁ ତମର ମନ ହେଉନାହିଁ? ଏହା କହିକି କୁମ୍ଭୀର କହିଲା, ହଁ ସତ କଥା, ମୁଁ ମୋ ଛୁଆମାନଙ୍କୁ କେତେ ଦିନ ହେଲାଣି ଦେଖିନି। ମୁଁ ଯିବି ତମ ସାଙ୍ଗରେ ମୋ ଛୁଆମାନଙ୍କୁ ଦେଖା କରିବାକୁ। ଏହା କହିକି କୁମ୍ଭୀରକୁ ବହୁତ ବାଟ ପର୍ଯ୍ୟନ୍ତ ନେଇଗଲା। ତାପରେ ଗୋଟେ ଚାଷୀର ଘର ପାଖରେ ଲୁଚିଯାଅ, ମୁଁ ଛୁଆଙ୍କୁ ଡାକିକି ଆଣେ। ଚାଷୀଟି କୁମ୍ଭୀରକୁ ଦେଖିଦେଲା ଓ ତାର ସାଙ୍ଗମାନଙ୍କୁ ଡାକି ବାଡ଼େଇ ବାଡ଼େଇ ମାରିଦେଲା ଓ ବିଲୁଆ ସେଠି ଥିବାର ମଧ୍ୟ ଦେଖି ତାକୁ ମଧ୍ୟ ବାଡ଼େଇ ବାଡ଼େଇ ମାରିଦେଲା।